ଓଡ଼ିଶାରେ ଏହି ଜିଲ୍ଲାମାନଙ୍କରେ ବର୍ଷାରେ ଭାସିବ। ହଁ ଦର୍ଶକ ବନ୍ଧୁ, ଓଡ଼ିଶାରେ ଏହି ଜିଲ୍ଲାମାନଙ୍କରେ ବର୍ଷାରେ ଭାସିବ। ଦର୍ଶକ ବନ୍ଧୁ, ଆଜିଠୁ ଜୁଲାଇ ମାସ ଆରମ୍ଭ ହେବାକୁ ଯାଉଛି। ଆଜି କେଉଁ କେଉଁ ଜିଲ୍ଲାମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ଏବଂ କେଉଁ କେଉଁ ଜିଲ୍ଲାରେ ହାଲୁକା ମଧ୍ୟମ ଧରଣ ବର୍ଷା ହେବାର ସମ୍ଭାବନା ରହିଛି। ଦର୍ଶକ ବନ୍ଧୁ, ତା ସହିତ କେଉଁ କେଉଁ ଜିଲ୍ଲାରେ 30ରୁ 40 କିଲୋମିଟର ଘଣ୍ଟା ପ୍ରତି ପବନ ବେଗ ରହିବ ଏବଂ କେଉଁ କେଉଁ ଜିଲ୍ଲାମାନଙ୍କରେ 40ରୁ 50 କିଲୋମିଟର ଘଣ୍ଟା ପ୍ରତି ପବନ ବେଗ ରହିବ। ଆଜିର ପାଣିପାଗ ଅପଡେଟ୍ ଖବରର ସମ୍ପୂର୍ଣ୍ଣ ଜାଣିପାରିବେ, ତେଣୁକରି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ବଙ୍ଗୋପସାଗରର ଘୂର୍ଣ୍ଣିବଳୟ ସୃଷ୍ଟି ଯୋଗୁଁ ତେଣୁ ଓଡ଼ିଶାରେ ଅଧିକ ପ୍ରଭାବ ପଡ଼ିବ। ବଙ୍ଗୋପସାଗର ଘୂର୍ଣ୍ଣିବଳୟ ଦୃଶ୍ୟ ଦେଖନ୍ତୁ। ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ, ପୁଣି ପାଣିପାଗ ଅପଡେଟ୍ ଖବରରେ ଆପଣମାନଙ୍କୁ ସ୍ୱାଗତ। ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼। ଦର୍ଶକ ବନ୍ଧୁ, ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ। ଆପଣ ସବୁଦିନ ପାଣିପାଗ ଅପଡେଟ୍ ଖବର ଜାଣିବା ସହ ଆପଣଙ୍କର ବନ୍ଧୁ କିମ୍ବା ଆପଣଙ୍କର ଚାଷୀ ଭାଇ ଭଉଣୀମାନଙ୍କ ପାଖକୁ ଆଜିର ପାଣିପାଗ ଅପଡେଟ୍ ଖବରକୁ ନିହାତି ଭାବରେ ସେୟାର କରନ୍ତୁ, କାହିଁକିନା ଚାଷୀମାନଙ୍କ ପାଇଁ ପାଣିପାଗ ଅପଡେଟ୍ ଖବର ଜାଣିବା ପାଇଁ ନିହାତି ଜରୁରୀ। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ ଏହି ଜିଲ୍ଲାମାନଙ୍କରେ 40ରୁ 50 କିଲୋମିଟର ଘଣ୍ଟା ପ୍ରତି ପବନ ବେଗ ରହିବ। ଆସନ୍ତୁ ଜାଣିବା କେଉଁ କେଉଁ ଜିଲ୍ଲାମାନଙ୍କରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ସୋନପୁର, ବଲାଙ୍ଗୀର, ନୂଆପଡ଼ା, ନବରଙ୍ଗପୁର, ମାଲକାନଗିରି, ପୁରୀ, ଢେଙ୍କାନାଳ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର। ଆସନ୍ତୁ ଏବେ ବର୍ତ୍ତମାନ ଜାଣିବା ପ୍ରବଳ ବର୍ଷା ହେବାର ସମ୍ଭାବନା କେଉଁ କେଉଁ ଜିଲ୍ଲାମାନଙ୍କରେ। କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଞ୍ଜାମ, ଗଜପତି ଏହି ଜିଲ୍ଲାମାନଙ୍କର ଦର୍ଶକ ବନ୍ଧୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତାହା ସହ କୋରାପୁଟରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଦର୍ଶକ ବନ୍ଧୁ, ଆଜିର ପାଣିପାଗ ଅପଡେଟ୍ ଖବରକୁ ଏଇଠି ସମାପ୍ତ କରୁଛେ। ଆପଣମାନେ ଅପେକ୍ଷାରେ ରୁହନ୍ତୁ ନେକ୍ସଟ ପାଣିପାଗ ଅପଡେଟ୍ ଖବର ପାଇଁ। ଭିଡ଼ିଓକୁ ଏବେ ପର୍ଯ୍ୟନ୍ତ ଲାଇକ୍ କରିନାହାନ୍ତି ତାହେଲେ ଲାଇକ୍ କରନ୍ତୁ। ଚ୍ୟାନେଲ ଯଦି ଆପଣ ନୂଆ କରି ଆସିଛନ୍ତି, ସବସ୍କ୍ରାଇବ କରିନାହାନ୍ତି ତାହେଲେ ସବସ୍କ୍ରାଇବ କରିକି ରଖନ୍ତୁ। ପାଖରେ ଥିବା ବେଲ୍ ନୋଟିଫିକେସନକୁ ଅନ୍ କରନ୍ତୁ, ଯାହା ଫଳରେ ନୂଆ ନୂଆ ପାଣିପାଗ ଖବର ଆପଣମାନେ ସର୍ବପ୍ରଥମେ ସବୁଦିନ ପାଇପାରିବେ।